ओम श्रीमद्भगवत गीता प्रथम अध्याय अर्जुन विषाद योग श्लोक नंबर 14। ततः सैतै हरयो युक्ते महति सन्ध्येन स्थितो माधवः पाण्डवश्चैव दिव्यौ शङ्खौ प्रदधृत्र। अतः अन्य पक्षरे उभे भगवान श्रीकृष्ण ओ अर्जुन श्वेत अश्वयुक्त एक विराट रथ उपरे बसी सेमानंकर दिव्य शंख बजाइले। भावार्थ भीष्मदेव ଯେଉଁ ଶଙ୍ଖ ବଜାଇଲେ ସେ ଶଙ୍ଖ ସହିତ ତୁଳନା କରି କୁହାଯାଇଛି ଯେ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ହାତରେ ଥିବା ଶଙ୍ଖ ଦିବ୍ୟ ଶଙ୍ଖ ଅଟେ, କିନ୍ତୁ ଭୀଷ୍ମଙ୍କ ଶଙ୍ଖ ଦିବ୍ୟ ଶଙ୍ଖ ନୁହେଁ। ଦିବ୍ୟ ଶଙ୍ଖନାଦ ଧ୍ୱନିରୁ ଏହି ସୂଚନା ମିଳୁଛି ଯେ ଅନ୍ୟ ପକ୍ଷରେ ବିଜୟର ଆଶା ନାହିଁ, କାରଣ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ପକ୍ଷରେ ଅଛନ୍ତି। ଜୟସ୍ତୁ ପାଣ୍ଡୁପୁତ୍ରାଣାମ୍ ଯେସାଂ ପକ୍ଷେ ଜନାର୍ଦ୍ଦନଃ। ପାଣ୍ଡୁପୁତ୍ର ମାନଙ୍କ ସଦୃଶ ବ୍ୟକ୍ତିମାନଙ୍କ ସପକ୍ଷରେ ବରାବର ବିଜୟ ଥାଏ, କାରଣ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କ ସହିତ ଥାନ୍ତି। ଯେତେବେଳେ ଓ ଯେଉଁଠାରେ ଭଗବାନ ଥାନ୍ତି ସେଠାରେ ଭାଗ୍ୟ ଦେବୀ ଲକ୍ଷ୍ମୀ ମଧ୍ୟ ଥାନ୍ତି, କାରଣ ଲକ୍ଷ୍ମୀ ଦେବୀ ତାଙ୍କର ସ୍ୱାମୀକୁ ଛାଡ଼ି ଏକାକୀ ରହନ୍ତି ନାହିଁ। ବିଜୟ ଓ ଭାଗ୍ୟଲକ୍ଷ୍ମୀ ଅର୍ଜୁନଙ୍କୁ ଅପେକ୍ଷା କରୁଛନ୍ତି, କାରଣ ଏହା ଭଗବାନ ବିଷ୍ଣୁ ବା ଶ୍ରୀକୃଷ୍ଣଙ୍କର ଦିବ୍ୟ ଶଙ୍ଖନାଦରୁ ସୂଚିତ ହେଉଛି। ଏତଦ୍ ବ୍ୟତୀତ ଏ ଦୁଇ ସଖା ଯେଉଁ ରଥରେ ବସିଥିଲେ ତାହା ଅଗ୍ନିଦେବ ଅର୍ଜୁନଙ୍କୁ ପ୍ରଦାନ କରିଥିଲେ ଏବଂ ଏଥିରୁ ସୂଚିତ ହେଉଥିଲା ଯେ ତ୍ରିଭୁବନ ମଧ୍ୟରେ ଏ ରଥ ଯେଉଁଠାରେ ଟଣାଯିବ ସେଠାରେ ତାହା ଚତୁର୍ଦ୍ଦିଗ ଜୟ କରିବାକୁ ସକ୍ଷମ ହେବ।